ଛବିଳ ମଧୁ ବର୍ଣ୍ଣବୋଧରେ କାହିଁକି ଅଛି ବିଲେଇ ନାନୀର ଚିତ୍ର? ସମସ୍ତେ ପଢ଼ିଛନ୍ତି, ହେଲେ ମଲାଟରେ ଥିବା ଚିତ୍ର ଉପରେ କାହାର ନଜର ନାହିଁ। ଏଯାଏ କେହି ବି ଏ ବିଷୟରେ ପଚାରି ନାହାନ୍ତି କି ବୁଝି ବି ନାହାନ୍ତି। ଆଜ୍ଞା, ବିଲେଇ ବହୁତ ଚତୁର। ସେଥିପାଇଁ ଏ ବହିଟି କେବଳ ସେଇମାନଙ୍କ ପାଇଁ ଯେଉଁମାନେ କୋମଳମତୀ ବାଳକ ବାଳିକାମାନେ ଏ ବହିଟିକୁ ପଢ଼ିବେ, ସେ ବି ନିଶ୍ଚୟ ଚତୁର ହେବେ। ବିଲେଇଙ୍କ ଘ୍ରାଣ ଶକ୍ତି, ଶ୍ରବଣ ଶକ୍ତି, ଦେଖିବା ଶକ୍ତି ବେଶ ଭଲ। ପିଲାମାନେ ଯଦି ବିଲେଇ ଭଳି ହେବାକୁ ଚାହାନ୍ତି, ତାହେଲେ ଏହି ଛବିଳ ମଧୁ ବର୍ଣ୍ଣବୋଧ ହିଁ ପଢ଼ିବାକୁ ପଡ଼ିବ। ପିଲାମାନେ ଛବିକୁ ବେଶୀ ଭଲ ପାଆନ୍ତି। କେବଳ ପିଲାମାନଙ୍କ ଭଲ ପାଇବାକୁ ଦୃଷ୍ଟିରେ ରଖି ମଧୁବାବୁ ବହି ଉପରେ ବିଲେଇର ଚିତ୍ର ରଖିଥିଲେ। ମଧୁବାବୁ ଜଣେ ମହାନ କବି ଥିଲେ। ସେ ଚାହୁଁଥିଲେ କି କୋମଳମତୀ ପିଲାମାନେ କିଛି ଏଭଳି ପାଠ ପଢ଼ନ୍ତୁ ଯେଉଁଥିରେ ସେମାନଙ୍କୁ ମୋଟିଭେସନ୍ ମିଳିବ। ଏବେ ତ ଆଜ୍ଞା ସୋସିଆଲ ମିଡ଼ିଆ ଯୁଗ, ହେଲେ ଆମ ବେଳେ ଏସବୁ ନଥିଲା। ମୁଁ ବି ପଢ଼ିଛି ଛବିଳ ମଧୁ ବର୍ଣ୍ଣବୋଧ। କ'ଣ ଆପଣ ବି ପଢ଼ିଛନ୍ତି? ଟିକେ କମେଣ୍ଟରେ କହିବେ।